नमस्कार। आजिर एही भिडियो माध्यम आम चैनल टी स्वागत जनाऊँगी। आजिर भिडियो रे आमे जानिबा जे लुण द्वारा लोक माने जेते भी गरीब होइथांतु ना काहेकि एही लुण रे एमिति कोन करिथांती जे जल्दी जल्दी अमीर बनि जाइथांती। तेबे आसंतु आउ डेरी न करी भिडियो टी स्टार्ट करिबा। लुण एमिति गोटिए जिनिस जहाँकि आम रोषेई हेउथिबा खाद्यर स्वाद को अधिक सुआदिया बनाई थाए। ଏହା ବାସ୍ତୁଶାସ୍ତ୍ର ବି ଲୁଣର ବିଶେଷ ମହତ୍ତ୍ୱ ରହିଅଛି। ଲୁଣ ଆମ ପାଇଁ ଖାଇବା ଲାଗି ଯେତିକି ଉପଯୋଗୀ ହୋଇଥାଏ, ଏହି ଲୁଣ ଦ୍ୱାରା ଏହି ଉପାୟ ଆପଣଙ୍କ ଘରେ ସୁଖ ଶାନ୍ତି ବନାଇବାର ସହାୟକ ମଧ୍ୟ ହୋଇଥାଏ। ବାସ୍ତୁଶାସ୍ତ୍ର ଅନୁସାରେ ଲୁଣ ଦ୍ୱାରା ସକାରାତ୍ମକ ଊର୍ଜାର ସଞ୍ଚାର ହୋଇଥାଏ। ଏହା ସହ ଆପଣଙ୍କ ଘରର ସୁଖ ଶାନ୍ତି ମଧ୍ୟ ବଢ଼ାଇବାର ସାହାଯ୍ୟ କରିଥାଏ। ବାସ୍ତୁ ଅନୁସାରେ ଲୁଣକୁ କେବେ ବି କୌଣସି ଧାତୁ କିମ୍ବା କୌଣସି ବାସନକୁସନରେ ରଖିବା ଉଚିତ ନୁହେଁ। ଲୁଣକୁ ସବୁବେଳେ କାଚର ପାତ୍ରରେ ରଖିବା ଉଚିତ। ଲୁଣକୁ କାଚ ଜାରରେ ରଖିବା ଦ୍ୱାରା ଆପଣଙ୍କ ଘରେ ସୁଖ ଶାନ୍ତି ବଢ଼ିଥାଏ ଆଉ ଆପଣଙ୍କ ଘରେ କେବେ ବି ଧନର କମି ରହିବ ନାହିଁ। ତ ଏବେ ଆସନ୍ତୁ ଜାଣିବା ଲୁଣ ଦ୍ୱାରା ଏମିତି କେଉଁ ଉପାୟ କରିବା ଦ୍ୱାରା ଲୋକମାନେ ବହୁତ ଜଲ୍ଦିରୁ ଜଲ୍ଦି ଅମିର ବନିଯାନ୍ତି। ତା ପୂର୍ବରୁ ମୋର ଆପଣମାନଙ୍କୁ ଅନୁରୋଧ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିହାତି ଦେଖନ୍ତୁ। ଭିଡ଼ିଓଟି ଯଦି ଆପଣଙ୍କୁ ପସନ୍ଦ ଆସିବ ତେବେ ଭିଡ଼ିଓଟିକୁ ଗୋଟିଏ ଲାଇକ୍ କରିବେ, ଭିଡ଼ିଓଟିକୁ ଅଧିକରୁ ଅଧିକ ସେୟାର କରିବେ। ଏପର୍ଯ୍ୟନ୍ତ ଯଦି ଆମ ଚ୍ୟାନେଲରେ ଆପଣମାନେ ନୂଆ ଅଛନ୍ତି, ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ଏବେ ହିଁ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନଟିକୁ ଦବାଇ ଦିଅନ୍ତୁ। କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ ଅବଶ୍ୟ ଲେଖନ୍ତୁ। ବାସ୍ତୁଶାସ୍ତ୍ର ଅନୁସାରେ ଲୁଣ ନକାରାତ୍ମକ ଶକ୍ତିକୁ ନଷ୍ଟ କରି ସକାରାତ୍ମକ ଊର୍ଜାକୁ ବୃଦ୍ଧି କରିଥାଏ। କିଛି ଲୋକ ବଶୀକରଣ ପାଇଁ ଲୁଣକୁ ବହୁତ ଉପଯୋଗୀ କରିଥାନ୍ତି। ତନ୍ତ୍ରଶାସ୍ତ୍ର ଅନୁସାରେ ଯଦି ଲୁଣକୁ କିଛି ନିୟମ ଅନୁସାରେ ପ୍ରୟୋଗ କରାଯାଏ ତ ଏହା ଆପଣଙ୍କୁ ରାତାରାତି କରୋଡ଼ପତି ବନାଇଦେବ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଲୁଣକୁ ଚନ୍ଦ୍ର ଆଉ ଶୁକ୍ର ଗ୍ରହର ପ୍ରତିନିଧି ମନାଯାଏ। ଲୁଣକୁ ଯଦି ଆପଣ ଷ୍ଟିଲ୍ କିମ୍ବା ଲୁହାର ବାସନରେ ରଖୁଛନ୍ତି ତେବେ ଏହା ଚନ୍ଦ୍ର ଓ ଶନିଙ୍କର ମିଳନ ହୋଇଥାଏ, ଯାହାକି ବହୁତ ଘାତକ ହୋଇଥାଏ ଆଉ ଏହି ଘାତକ ପରିବାରର ସଦସ୍ୟଙ୍କର ରୋଗର କାରଣ ବନିଯାଇଥାଏ। ଲୁଣକୁ କେବେ ବି ପ୍ଲାଷ୍ଟିକ ପାତ୍ରରେ ବି ରଖିବା ଉଚିତ ନୁହେଁ। ତେଣୁ ଲୁଣକୁ ସର୍ବଦା କାଚ ପାତ୍ରରେ ହିଁ ରଖିବା ଉଚିତ। ଲୁଣକୁ କେବଳ କାଚ ପାତ୍ରରେ ରଖିଲେ କୌଣସି ବି ଖରାପ ଦୃଷ୍ଟି ଶକ୍ତି ଆପଣଙ୍କ ପରିବାର ଉପରକୁ ପକାଇ ପାରିବ ନାହିଁ। ଯଦି ଆପଣଙ୍କର କୌଣସି ବ୍ୟକ୍ତି ପସନ୍ଦ ନୁହନ୍ତି ତ ତାଙ୍କ ଘରୁ ଲୁଣ କେବେ ବି ଖାଆନ୍ତୁ ନାହିଁ କିମ୍ବା କୌଣସି ପାପୀ ବ୍ୟକ୍ତିଙ୍କ ଠାରୁ ଲୁଣ କେବେ ବି ଖାଇବେ ନାହିଁ, ନାହିଁ ତ ଆପଣଙ୍କୁ ତାଙ୍କ ଦୋଷ ଲାଗିପାରେ। ଏହି କଥାକୁ ସବୁବେଳେ ଧ୍ୟାନ ରଖିବେ। ଲୁଣ ତାଙ୍କ ଠାରୁ ଖାଇବେ ନାହିଁ ଯାହାଙ୍କୁ ଆପଣ ପସନ୍ଦ କରନ୍ତି ନାହିଁ। ଲୁଣ ତାଙ୍କ ଠାରୁ ଖାଇବେ ସଂସ୍କାର ଯାହାର ଭଲ ହୋଇଥିବ ଆଉ ଯେଉଁ ବ୍ୟକ୍ତି ଧର୍ମ ଆଚରଣ ବ୍ୟକ୍ତି ହୋଇଥିବେ। ଲୁଣ ଆଉ କାଚ ଏହି ଦୁଇଟି ରାହୁର କାରକ ମନାଯାଏ। ତେଣୁ ଯଦି ଆପଣ ଲୁଣକୁ କାଚ ଗ୍ଲାସରେ ଭରି ସ୍ନାନକାର ବା ବାଥରୁମରେ ରଖନ୍ତି ତ ଏହା ଦ୍ୱାରା ନେଗେଟିଭ ଏନର୍ଜି ନଷ୍ଟ ହୋଇଯାଇଥାଏ। କାହିଁକି ନା ରାହୁର ସବୁଠାରୁ ଦୁଷ୍ଟ ପ୍ରଭାବ ବାଥରୁମରେ ହିଁ ରହିଥାଏ। ଏହି ଉପାୟ ଦ୍ୱାରା ବାଥରୁମର ଶୁଷ୍କ କୀଟାଣୁ ବି ନଷ୍ଟ ହୋଇଯାନ୍ତି ଆଉ ଖରାପ ଶକ୍ତି ବି ଦୂର ହୋଇଯାଇଥାଏ। ଲୁଣ ଘରର ନକାରାତ୍ମକ ଊର୍ଜାକୁ ଦୂର କରିବାର କାମ କରିଥାଏ। ତେଣୁ ଏଥିପାଇଁ ଘର ପୋଛା ଲଗାଇବା ସମୟରେ ପାଣିରେ ଗୋଟିଏ ଚୁଟକି ଲୁଣ ମିଶାଇ ଘରେ ପୋଛା ଲଗାନ୍ତୁ। ସପ୍ତାହକୁ 2 ଥର ଲୁଣ ମିଶା ପାଣିରେ ଘରେ ପୋଛା ଲଗାଇବା ଦ୍ୱାରା ଆପଣଙ୍କ ଘରେ ସକାରାତ୍ମକ ଊର୍ଜା ଆସିଥାଏ। କୁହାଯାଏ କି ଘରେ ଲୁଣ ମିଶା ପାଣିରେ ପୋଛା ଲଗାଇବା ଦ୍ୱାରା ଆପଣଙ୍କ ଘରେ ଶୀଘ୍ର ହିଁ ଧନର ପ୍ରାପ୍ତି ହୋଇଥାଏ। କରଜରୁ ମୁକ୍ତି ପାଇବା ପାଇଁ ଆପଣ ଲୁଣ ପାଣିରେ ପ୍ରତି ରବିବାର ଦିନ ଆପଣଙ୍କ ଘରକୁ ପୋଛା ଲଗାନ୍ତୁ। ଏହା ଦ୍ୱାରା ଆପଣଙ୍କୁ ଧନ ସମ୍ପତ୍ତିର ଟେନସନ ଶେଷ ହୋଇଯିବ। ଏହା ସହ ଆପଣଙ୍କର କରଜରୁ ବି ମୁକ୍ତି ମିଳିବ। ଲୁଣ ପକାଇବା କିମ୍ବା ନଷ୍ଟ କରିବା ଭଲ କଥା ନୁହେଁ। ଆମ ଧର୍ମଶାସ୍ତ୍ରରେ ବି ଲୁଣକୁ ପକାଇବା ଅଶୁଭ ହୋଇଥାଏ। ତେଣୁକରି କେବେ ବି ଲୁଣକୁ ନଷ୍ଟ କରନ୍ତୁ ନାହିଁ। ଲୁଣକୁ କେବେ ବି କୌଣସି ବ୍ୟକ୍ତିଙ୍କୁ ସିଧା ଆପଣଙ୍କ ହାତରେ ଦିଅନ୍ତୁ ନାହିଁ। କୁହାଯାଏ କି ସିଧା ହାତରେ ଲୁଣ ଦେବା ଦ୍ୱାରା ସେହି ବ୍ୟକ୍ତିଙ୍କ ସହ ଆପଣଙ୍କର ଲଢ଼ାଇ ଝଗଡ଼ା ଆରମ୍ଭ ହୋଇଯାଇଥାଏ। ରାତିରେ ଶୋଇବା ପୂର୍ବରୁ ଲୁଣ ପାଣିରେ ହାତ ଗୋଡ଼ ଧୋଇବା ଦ୍ୱାରା ଭଲ ନିଦ ହୋଇଥାଏ। ଏହା ସହ ରାହୁ କେତୁଙ୍କ ଦୁଷ୍ଟ ପ୍ରଭାବ ବି କମ୍ ହୋଇଯାଇଥାଏ। ତନ୍ତ୍ରଶାସ୍ତ୍ର ଅନୁସାରେ ଦରିଦ୍ରତା ଦୂର କରିବାର ବିଧି ପାଇଁ ଲୁଣ ବହୁତ ଉପକାରୀ ହୋଇଥାଏ। ଏଥିପାଇଁ ଲୁଣକୁ କାଚ ଗ୍ଲାସରେ ଭରି 4ଟା
କିମ୍ବା 5ଟା କିମ୍ବା 9ଟି ଲବଙ୍ଗ ପକାଇ ରଖନ୍ତୁ। ଏହା ଘରେ ରଖିବା ଦ୍ୱାରା ମାତା ଲକ୍ଷ୍ମୀଙ୍କର କୃପା ବନି ରହିଥାଏ। କୌଣସି ବ୍ୟକ୍ତି ଧନ, ଟଙ୍କା, ପଇସାର ବୋଝ ବଢ଼ି ଯାଇଥାଏ ତ ସେହି ବ୍ୟକ୍ତି ଦିନ ରାତି ଧନ ଚିନ୍ତାର ଅଧିକ ଚିନ୍ତାରେ ପଡ଼ିଯାଇଥାନ୍ତି। କୌଣସି କଥାକୁ ନେଇ ମାସ ମାସ ଚିନ୍ତାରେ ପଡ଼ିଯାଇଥାନ୍ତି। ତେଣୁ ଏହି ପରିସ୍ଥିତିରେ ଆପଣ ଆପଣଙ୍କ ହାତରେ ଗୋଟିଏ ମୁଠା ଲୁଣ ନେଇ ଆପଣଙ୍କ ଉପରେ 7 ଥର ବୁଲାଇ ସେହି ଲୁଣକୁ ବେସିନରେ ପାଣି ଦ୍ୱାରା ଭସେଇ ଦିଅନ୍ତୁ। ଦେଖିବେ କିଛି ସମୟ ପରେ ସେହି ଚିନ୍ତାରୁ ଦୂର ହୋଇଯିବେ। ସ୍ୱାମୀ ସ୍ତ୍ରୀଙ୍କ ଭିତରେ ବାରମ୍ବାର ଝଗଡ଼ା ଲାଗି ରହିଥାଏ ତ ଲୁଣର ଏହି ଉପାୟ ଥରେ କରିକି ଦେଖନ୍ତୁ। ଉପାୟଟି ହେଉଛି କାଚର ଗୋଟିଏ ପାତ୍ର କିମ୍ବା ଗ୍ଲାସରେ ଲୁଣ ଭରିକି ଏହାକୁ ଆପଣଙ୍କ ବେଡରୁମରେ ରଖିଦିଅନ୍ତୁ। ଏହାଦ୍ୱାରା ବେଡରୁମରେ ନକାରାତ୍ମକ ଊର୍ଜା ଶେଷ ହୋଇଯିବ। ଏହା ସହ ଘରର ସମସ୍ୟାର ସୁଧାର ଆସିବାକୁ ଲାଗିବ। ଦାମ୍ପତ୍ୟ ସମ୍ବନ୍ଧର ସୁଧାର ପାଇଁ ରାତିରେ ସାଧାରଣତଃ ଲୁଣ ବା ଧଳା ଆଉ ସଫା ଲୁଣର ଗୋଟିଏ ଛୋଟିଆ ଖଣ୍ଡ ଆପଣଙ୍କର ବେଡରୁମ କୋଣରେ ରଖିଦେଇ ଶୋଇଯାଆନ୍ତୁ। ଏହାଦ୍ୱାରା ପତି ପତ୍ନୀଙ୍କ ମଧ୍ୟରେ ଭଲ ପାଇବା ବଢ଼ିଥାଏ। ବାର ବାର ଆପଣଙ୍କ ଜୀବନରେ ଧନର କମି ରହିଥାଏ ଯାହାଦ୍ୱାରା ଆପଣ ଆର୍ଥିକ ସ୍ଥିତି ବଢ଼ି ଯାଇଥାଏ। ତ ଏଇଥିପାଇଁ କାଚର ଗ୍ଲାସରେ ଗୋଟିଏ ଚାମଚ ଲୁଣ ପକାଇ ପାଣିରେ ମିଶାଇ ଘରର ଦକ୍ଷିଣ ପଶ୍ଚିମ କୋଣରେ ରଖିଦିଅନ୍ତୁ। ଏହି ଗ୍ଲାସର ପଛପଟେ ଲାଲ ରଙ୍ଗର ଗୋଟିଏ ବଲ୍ ଆକୃତିର ସିନ୍ଦୁର ହେଉ କିମ୍ବା ଲାଲ ଚନ୍ଦନର ଟୋପାଟିଏ ଲଗାଇଦେବେ। ଏହା କରିବା ଦ୍ୱାରା ଆର୍ଥିକ ସମସ୍ୟାରେ ଉନ୍ନତି ଆସିଥାଏ। କିଛି ଦିନ ପରେ ଆପଣଙ୍କର ଘର ଆର୍ଥିକ ସଙ୍କଟରୁ ଦୂର ହୋଇଥାଏ ଆଉ ପଇସା ଆସିବାକୁ ଲାଗିଥାଏ। କିନ୍ତୁ ଏହି ଉପାୟ କରିବା ପାଇଁ ଆପଣ ସମୟ ସମୟ ପରେ ଏହି ପାଣିକୁ ବଦଳାନ୍ତୁ। ଏହା ସହ ଏହି ମହା ଉପାୟକୁ ଆପଣ ରବିବାର ଆଉ ମଙ୍ଗଳବାରକୁ ହିଁ କରିବେ। ତେବେ ଯାଇ ଏହାର ଫଳ ଆପଣଙ୍କୁ ମିଳିବ। ଯେଉଁ ଲୋକଙ୍କୁ ଚାକିରି ମିଳୁନାହିଁ କିମ୍ବା ବିଜନେସ୍ ଲସ୍ରେ ଚାଲୁଛି ତା ପାଇଁ ଶାସ୍ତ୍ରରେ ଏହି ଉପାୟ ଅଛି ଆଉ ଏହି ଉପାୟଟି ପାଇଁ ଆପଣଙ୍କ ହାତରେ ପେଶା ଲୁଣକୁ ନେଇ ଆପଣଙ୍କର ମୁଣ୍ଡ ଉପରେ 3 ଥର ବୁଲାଇ ଦିଅନ୍ତୁ। ଏହି ଲୁଣକୁ ଆପଣଙ୍କର ଦୁଆର ବାହାରକୁ ଫିଙ୍ଗି ଦିଅନ୍ତୁ। ଏହିପରି ଲଗାତାର 3 ଦିନ କରନ୍ତୁ। ଯଦି ଏହା କରିବା ଦ୍ୱାରା ଆପଣଙ୍କୁ କିଛି ଲାଭ ମିଳୁନାହିଁ ତେବେ ଲୁଣକୁ ଆପଣଙ୍କ ମୁଣ୍ଡ ଉପରେ 3 ଥର ବୁଲାଇକି ସେହି ଲୁଣକୁ ଆପଣଙ୍କର ଶୌଚାଳୟରେ ପକାଇ ପ୍ଲସ୍ ଚିହ୍ନ କରିଦିଅନ୍ତୁ। ଦେଖିବେ ଏହା ନିଶ୍ଚିତ ଭାବରେ ଆପଣଙ୍କୁ ଲାଭ ମିଳିବ। ଯଦି ସପ୍ତାହରେ ଗୋଟିଏ ଥର ପାଣିରେ ଲୁଣ ପକାଇ ଆପଣଙ୍କ ପିଲାକୁ ଗାଧୋଇ ଦିଅନ୍ତି ତେବେ ଆପଣଙ୍କ ପିଲାକୁ ନଜର ଦୋଷ ଆଉ ଲାଗିନଥାଏ। ଏହାର ବୈଜ୍ଞାନିକ କାରଣ ମଧ୍ୟ ଅଛି। ପାଣିରେ ଲୁଣ ମିଶାଇ ଆପଣଙ୍କ ପିଲାକୁ ଗାଧୋଇବା ଦ୍ୱାରା ପିଲାର କୌଣସି ଏଲର୍ଜି ବା କୌଣସି ବେମାରୀ ଆପଣଙ୍କ ପିଲାକୁ ଆକ୍ରମଣ କରିପାରିବ ନାହିଁ। ଯଦି ଆପଣଙ୍କୁ କିମ୍ବା ଆପଣଙ୍କ ପିଲାକୁ କୌଣସି ନଜର ଦୋଷ ଲାଗିଛି ତ ଗୋଟେ ଚୁଟକି ଲୁଣକୁ ନେଇ 3 ଥର ଆପଣଙ୍କ ଉପରେ ବୁଲାଇ ବହି ଯାଉଥିବା ପାଣିରେ ସେହି ଲୁଣକୁ ଭସାଇ ଦିଅନ୍ତୁ। ନଜର ଦୋଷ ଦୂର ହୋଇଯିବ। ମାତା ଲକ୍ଷ୍ମୀ ସମୁଦ୍ର ମନ୍ଥନରୁ ଉତ୍ପନ୍ନ ହୋଇଥିଲେ ଆଉ ଲୁଣ ମଧ୍ୟ ସମୁଦ୍ରରୁ ହିଁ ଉତ୍ପନ୍ନ ହୋଇଥାଏ। ତେଣୁ ଲୁଣ ସହିତ ମାତା ଲକ୍ଷ୍ମୀଙ୍କର ବି ସମ୍ବନ୍ଧ ରହିଅଛି। ତେଣୁ ଆଜିର ଭିଡ଼ିଓରେ କୁହାଯାଇଥିବା ଧନଜନିତ ଉପାୟ ନିହାତି କରନ୍ତୁ। ଆପଣଙ୍କ ଘରକୁ ଧନୀ ବା ଆପଣ ଏହି ଉପାୟକୁ ଆପଣାଇ କରୋଡ଼ପତି ବନିଯାଆନ୍ତୁ। ଭିଡ଼ିଓଟିକୁ ଅଧିକରୁ ଅଧିକ ସେୟାର କରନ୍ତୁ ଯାହାଫଳରେ ଅନ୍ୟମାନେ ମଧ୍ୟ ଏହି ଉପାୟକୁ ଜାଣିପାରିବେ। ପୁଣି ଥରେ କହି ରଖୁଛି, ଯଦି ଆପଣମାନେ ଏପର୍ଯ୍ୟନ୍ତ ଆମ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ଏବେ ହିଁ ଆମ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନଟିକୁ ଦବାଇ ଦିଅନ୍ତୁ। ଆଜି ପାଇଁ ରହୁଛି। ପୁଣି ଦେଖା ହେବ ଆଗାମୀ ଏକ ସୁନ୍ଦର ଭିଡ଼ିଓ ମାଧ୍ୟମରେ।